ଅନ୍ତରେ ମୋହର ଝରାଇ ଦିଅ ଗୋ ଆସ୍ପୃହାର ମଧୁଝର। ଅନ୍ତରେ ମୋହର ଝରାଇ ଦିଅ ଗୋ ଆସ୍ପୃହାର ମଧୁଝର। କଳୁଷିତ ତନୁ ମନ ପ୍ରାଣ ମୋର ହେଉ ମାଗୋ ରୂପାନ୍ତର। କଳୁଷିତ ତନୁ ମନ ପ୍ରାଣ ମୋର ହେଉ ମାଗୋ ରୂପାନ୍ତର। ମା ହେଉ ମାଗୋ ରୂପାନ୍ତର। ଜନମ ହେଲି ମୁଁ ତୁମରି କୋଳରେ ମାନବ ଶରୀର ପାଇ। ଅଳିକ ସୁଖର ବନ୍ଧନରେ ପଡ଼ି ବାଟ ମୁଁ ଦେଲି ହଜେଇ। ଜନମ ହେଲି ମୁଁ ତୁମରି କୋଳରେ ମାନବ ଶରୀର ପାଇ। ଅଳିକ ସୁଖର ବନ୍ଧନରେ ପଡ଼ି ବାଟ ମୁଁ ଦେଲି ହଜେଇ। ଅମୃତର ଭ୍ରମେ ବିଷକୁ ଆବୋରି। ଅମୃତର ଭ୍ରମେ ବିଷକୁ ଆବୋରି ଜଳୁଅଛି ନିରନ୍ତର। ଜଳୁଅଛି ନିରନ୍ତର। ଅନ୍ତରେ ମୋହର ଝରାଇ ଦିଅ ଗୋ ଆସ୍ପୃହାର ମଧୁଝର। ଅନ୍ତରେ ମୋହର ଝରାଇ ଦିଅ ଗୋ ଆସ୍ପୃହାର ମଧୁଝର। ମୁଦ୍ରିତ ନୟନେ ତୁମରି ରୂପକୁ ଯେବେ ମୁଁ ଚାହେଁ ନିରେଖି। ଅମାନ୍ଧକାର ମାଡ଼ି ଆସେ ବେଗେ ତୁମକୁ ପାରେନି ଦେଖି। ମୁଦ୍ରିତ ନୟନେ ତୁମରି ରୂପକୁ ଯେବେ ମୁଁ ଚାହେଁ ନିରେଖି। ଅମାନ୍ଧକାର ମାଡ଼ି ଆସେ ବେଗେ ତୁମକୁ ପାରେନି ଦେଖି। ଦିଅ ମା ଶକ୍ତି ଦିଅ ଦିବ୍ୟ ଦୃଷ୍ଟି। ଦିଅ ମା ଶକ୍ତି ଦିଅ ଦିବ୍ୟ ଦୃଷ୍ଟି। ସକଳ କର୍ମରେ ମୋର ସକଳ କର୍ମରେ ମୋର। ଅନ୍ତରେ ମୋହର ଝରାଇ ଦିଅ ଗୋ ଆସ୍ପୃହାର ମଧୁଝର। ଅନ୍ତରେ ମୋହର ଝରାଇ ଦିଅ ଗୋ ଆସ୍ପୃହାର ମଧୁଝର। କଳୁଷିତ ତନୁ ମନ ପ୍ରାଣ ମୋର ହେଉ ମାଗୋ ରୂପାନ୍ତର। କଳୁଷିତ ତନୁ ମନ ପ୍ରାଣ ମୋର ହେଉ ମାଗୋ
ରୂପାନ୍ତର ମା ହେଉ ମାଗୋ ରୂପାନ୍ତର ମା ହେଉ ମାଗୋ ରୂପାନ୍ତର। କୃତଜ୍ଞତା ମା। ବନ୍ଦେ ମାତରମ୍। ଅପାଙ୍କୁ ଏତେ ସୁନ୍ଦର ବନ୍ଦନାଟିଏ ପାଇଁ ଅଶେଷ ଧନ୍ୟବାଦ ଅପା। ପ୍ରକୃତରେ ଯେମିତି ଆମ ଭିତରେ ଗୋଟେ ଦିବ୍ୟତାର ଝରଣା ଝରିଗଲା ପରି ଲାଗିଲା ଏବଂ ଆସ୍ପୃହାର ଦୀପ ଯେମିତି ଜଳି ଉଠିଲା ସତରେ। ଯାହା ହଉ ଏଇ ସୁନ୍ଦର ପରିବେଶଟି ବନ୍ଦନାଟିଏ ଭାରି ଆମକୁ ଗୋଟେ ସୁନ୍ଦର ଜଗତକୁ ନେଇଯାଏ। ବର୍ତ୍ତମାନ ଆମେ ଆମର ପାଠଶାଳାର କାର୍ଯ୍ୟକ୍ରମକୁ ଯିବା। ଆମେ ଗତ ସପ୍ତାହ ନୁହେଁ ତ ଆମର 11 ତାରିଖ ଦିନ 18 ତାରିଖ ଦିନ ଆମର କ୍ଲାସ ହେଇପାରି ନଥିଲା। 11 ତାରିଖ ଦିନ ଆମର ଯାହା କିଛି ଆଲୋଚନା ହେଇଥିଲା ମୁଁ ଟିକେ ତାର ଉପକ୍ରମଣିକା ଦେବି। ତା ସହିତ ଆମର ଉପସ୍ଥିତ ଥିବା ସମସ୍ତ ଅପା ଭାଇ ମାନଙ୍କୁ ମୁଁ ସ୍ୱାଗତ ଜଣାଉଛି ଏବଂ ପ୍ରଣାମ କରୁଛି। ଏବଂ ଆମର ସୁଯୋଗ୍ୟ ସନ୍ତାନ ମାଙ୍କର ଯୋଉ ଭବେଶ ଭାଇ ଆମର, ସିଏ ତ ଏଇ କ୍ଲାସ ଟିକେ ନଉଛନ୍ତି, ଯାହାକି ବୁକ୍ 2 ର ଲାଇଫ ଡିଭାଇନ ବୁକ୍ 2 ର ଶେଷ ଚ୍ୟାପ୍ଟରଟି 28 ନମ୍ବର ଚ୍ୟାପ୍ଟର, ଯାହାର 41 ପାରାଗ୍ରାଫଟି ଭାଇ ଆଲୋଚନା କରିଥିଲେ। ତାର ଅଧା ବାକି ଥିଲା, ସେଇ ଅଧାଟି ଆଲୋଚନା କରିଥିଲେ। ତାର ବୋଧହୁଏ ସାରାଂଶ ଏହିପରି ହେଇପାରେ ଯେ ଆମର ବର୍ତ୍ତମାନ ମଣିଷ ଉପରେ ଯୋଉ ବିବର୍ତ୍ତନର ସଙ୍କଟ ଚାଲିଛି ଆମ ଜାତି ଉପରେ, ମଣିଷ ଜାତି ଉପରେ। ତେଣୁ ଏଥିରେ ଆମେ ଦେଖିବା ଯେ ମଣିଷଟି ଏତେ କ୍ଷୁଦ୍ର ଏବଂ ତା ଉପରେ ଯେମିତି ଗୋଟେ ବୋଝ ଲଦା ହେଇଛି ଯେ ତାର ବ୍ୟକ୍ତିତ୍ୱ ନିହାତି ଛୋଟ, ମନ ଏକଦମ ସଂକୀର୍ଣ୍ଣ, ପ୍ରବୃତ୍ତି ମଧ୍ୟ ନିହାତି ନୀଚ। ଏଇ ସବୁ ଆବଶ୍ୟକୀୟ ପରିବର୍ତ୍ତନ ଗୁଡ଼ିକୁ ସେ ଚଳେଇ ପାରୁନାହିଁ। ଯେ ମଣିଷ ଜାତି ବର୍ତ୍ତମାନ ଗୋଟେ ନୂତନ ସଂଗଠନ ତାକୁ ଦରକାର ହଉଛି। ତାର ନୂଆ ଭାବରେ ତାର ମନ ପ୍ରାଣ ଶରୀରର ସୁସଂଗଠନ ହେବା ଦରକାର। ମଣିଷ ପାଖରେ ଯୋଉ ଭାଇ ସୁନ୍ଦର ଭାବରେ ବୁଝଉଥିଲେ ଇନଫ୍ରା ସ୍ପିରିଚୁଆଲ ବା ଅବ ଅଧ୍ୟାତ୍ମ ଓ ଇନଫ୍ରା ରେସନାଲ ଯୋଉ ଅବବୌଦ୍ଧିକ ପ୍ରବୃତ୍ତି ଆମ ଭିତରେ ଯୋଉ ଅଛି, ଆଗରୁ ଯାହା ଯେମିତି ବ୍ୟବହାର କରୁଥିଲା ସେ ସେମିତି କରି ଚାଲୁଛି। ତେଣୁ ଏଥିରେ ଆମେ ଦେଖିବା ଯେ ଆଧ୍ୟାତ୍ମିକତାର ଆମ ଭିତରେ ସତ୍ତା କମ ରହୁଛି ଏବଂ ବୁଦ୍ଧି, ତାକୁ ପ୍ରୟୋଗ କରିବାର ବୁଦ୍ଧି ମଧ୍ୟ କମ ରହୁଛି। ତେଣୁ ପ୍ରଭୁ କହୁଛନ୍ତି ଯେ ମଣିଷ ଜାତିର ଭାଗ୍ୟ ଯେମିତି ଏକ ବିପଜ୍ଜନକ ସ୍ଥିତି ଆଡକୁ ଚାଲିଛି। ତେଣୁ ସେ ତାକୁ ଅଧୀର ଭାବରେ ନିଜ ଇଚ୍ଛା ବିରୁଦ୍ଧରେ ମଧ୍ୟ ଯାଉଛି, କାରଣ ସେ ତ ଯୋଉ ପ୍ରାଣଗତ ଅହଂ ପରି ଏକ ପ୍ରଚଣ୍ଡ ଶକ୍ତି ଦ୍ଵାରା ପରିଚାଳିତ ହଉଛି। ତାକୁ ଏଇ ଯୋଉ ଭାଇଟାଲ ଇଗୋକୁ ମଣିଷ ତାକୁ କେବେ ଯିବାକୁ ଦଉନି ତା ଭିତରୁ। ତେଣୁ ଏଇ ଯୋଉ ପ୍ରଚଣ୍ଡ ଶକ୍ତିଟି ମଣିଷର ଯେତେ ସବୁ ଯାନ୍ତ୍ରିକ ସଂଗଠନ ଗୁଡ଼ିକୁ ସମାନ ଧାରାରେ ଚଲେଇ ଚାଲିଛନ୍ତି, ଯୋଉ ମଣିଷର ଯେତେ ବୈଜ୍ଞାନିକ ଜ୍ଞାନ ଆହରଣ କରିଛି ତା ମଧ୍ୟ ଏଇ ପ୍ରଚଣ୍ଡ ଶକ୍ତି ଦ୍ଵାରା ପରିଚାଳିତ ହେଉଛି। ଏ ଯେଉଁ ପ୍ରବଳ ଶକ୍ତିର ସମ୍ମୁଖୀନ ହେବା ପାଇଁ ମଣିଷ ବଳ ପାଉନି ତାର, ତେଣୁ ସିଏ ପ୍ରବଳ ଦ୍ୱନ୍ଦ୍ୱ ମଧ୍ୟରେ ବଞ୍ଚୁଛି, ବିପଜ୍ଜନକ ସ୍ଥିତିରେ ଅଛି। ଏଇ ଯୋଉ ସଙ୍କଟରେ ପ୍ରବଳ ଅନ୍ଧକାରଗ୍ରସ୍ତ ଅନିଶ୍ଚିତତା ଭିତରେ ତା ଜୀବନ କଟୁଛି। ତେଣୁ ଏଇ ପରିସ୍ଥିତିଟି ଅତିକ୍ରମ କରିବାର ସମୟ ଯୋଉ ଦୃଶ୍ୟମାନ ଏବଂ ସହିପାରିବା ଭଳି ଏକ ଅବସ୍ଥା ଆମକୁ ଦରକାର। ଏବେ ବି ଏ ଅନିଶ୍ଚିତ ଯାତ୍ରା ପଥକୁ ଅତିକ୍ରମ କରୁଛି। ଏହା ହିଁ ଆଶ୍ୱାସନାର କଥା ଯେ ଏ ସଙ୍କଟଟି ସେ ମଣିଷ ପାର ହେଇଯିବ, ପ୍ରଭୁ ଯାହା ଆଶା କରନ୍ତି। ଯେହେତୁ ପ୍ରାଣ ଅଛି, ଇଏ ତ ଏକ ମୌଳିକ ସମସ୍ୟା। ତେଣୁ ଏଇ ଯୋଉ ସଙ୍କଟ ଗୁଡ଼ିକ ରହିବ, ମନର ଅଛି ତ ସଂକୀର୍ଣ୍ଣତା ରହିବ। ତେଣୁ ମଣିଷର ବିବର୍ତ୍ତନଗତ ପ୍ରକୃତି ଏକ ଜଟିଳ ଚଏସ୍ ଭିତରେ, ବା ସେ କୋଉଟାକୁ ବାଛିବ ସେ ବୁଝିପାରୁନି। ତେଣୁ ସମଗ୍ର ମାନବ ଜାତି ତିଷ୍ଠି ରହିବାକୁ ତ ନିହାତି ପସନ୍ଦ କରିବେ, ସେମାନେ ତ ଆଉ କେବେ ଧ୍ୱଂସ ହେଇଯିବା ପାଇଁ ପସନ୍ଦ କରିବେନି, ସେ ତିଷ୍ଠି ରହିବେ। ତେଣୁ ଏଇ ଯୋଉ ସଙ୍କଟଟିକୁ ସେ ପାର ହେଇଯିବ ବୋଲି ପ୍ରଭୁ ବିଶ୍ୱାସ କରନ୍ତି। ତେଣୁ ବିଶ୍ୱ ଶକ୍ତି ମାନଙ୍କର ଯୋଉ ବିକାଶ ଘଟୁଛି, ପାର୍ଥିବ ଜୀବନର
ବୃହତ୍ତର ପ୍ରାଣ ସତ୍ତା ଓ ବୃହତ୍ତର ମନୋମୟ ସତ୍ତାର ଆମର ଆବଶ୍ୟକତା ହେଉଛି, ଯାହାକି ଆମ ପାଇଁ ଏକ ଅବଲମ୍ବନ। ତେଣୁ ଆମକୁ ପ୍ରଶସ୍ତତର ମନ, ଆଧ୍ୟାତ୍ମିକ ଆତ୍ମାଟିଏ, ବ୍ୟାପ୍ତ ଏବଂ ନିହାତି ପ୍ରଶସ୍ତ ମନଟିଏ ବା ସଚେତନତା, ଏକାନ୍ତ ସଚେତନତାର ମନ ପ୍ରାଣ ସତ୍ତାକୁ ଆମର ଆଧାର କରିବାକୁ ପଡ଼ିବ। ସେଇଥିପାଇଁ ଆମର କାମ କରିବାର ବା ଆଗକୁ ଯିବାର ଉପାୟ ହେଲା ଆମେ ଗୋଟେ ଅଧ୍ୟାତ୍ମ ସତ୍ତା ହେବା ଏବଂ ଗୋଟିଏ ଶୁଦ୍ଧ ଆତ୍ମା ହେବାକୁ ପଡ଼ିବ। ତେଣୁ ପ୍ରାଣଗତ ଆଉ ଜଡ଼ଗତ ମନୁଷ୍ୟ ସତ୍ତାଟି ବା ଏଇ ଯୋଉ ସାଧାରଣ ମଣିଷଟି ଆଜି ତାର ବୈଜ୍ଞାନିକ ମାନବୀୟ ମନରେ ଭାବୁଛି ଯେ ଏ ଜୀବନଟା ସତେ ଯେମିତି ଗୋଟେ ସ୍ୱଚ୍ଛଳ ଅର୍ଥନୀତି ବା ସ୍ୱାଧୀନତା ନେଇକି ବୋଧେ ବିବର୍ତ୍ତିତ ହେଇଯିବ, କିମ୍ବା ବା ଇଏ ଯୋଉ ଆଧୁନିକ ମନର ସାଧାରଣ ମଣିଷ ଆମକୁ ଯିଏ ଭାବୁଛି ଯେ ଆମର ଅର୍ଥନୈତିକ ପ୍ରଗତି ଆମର ସବୁ ସମସ୍ୟା ସମାଧାନ କରିଦେବ। କିନ୍ତୁ ପ୍ରଭୁ କହୁଛନ୍ତି ଯେ ନାଇଁ, ଏଇ ସମସ୍ୟା ଗୁଡ଼ିକ ହୁଏତ କିଛି ମାତ୍ରାରେ ସମାଧାନ କରିପାରେ, କିନ୍ତୁ ଏହା ଯଥେଷ୍ଟ ନୁହଁ। ତେଣୁ ମଣିଷ ଜାତିର ଲକ୍ଷ୍ୟକୁ ବିବର୍ତ୍ତନମୁଖୀ କରିବା ହିଁ ଦରକାର। ଅର୍ଥନୀତିର ବିୟଣ୍ଡ ବା ତା ପାରକୁ ଯିବାକୁ ଏବେ ତାକୁ ବିବର୍ତ୍ତିତ ହେବାକୁ ପଡ଼ିବ, ଯାହା ତାର ବର୍ତ୍ତମାନର ସମସ୍ୟା, ଯାହା ତାର ବର୍ତ୍ତମାନ ପ୍ରାୟ ଏତିକି। ମୁଁ ଯେତେ କହିପାରିବିନି, ଭାଇ ହୁଏତ ଆହୁରି ଭଲ ଆଲୋଚନା କରୁଛି। ତେଣୁ ଭାଇ ଆସି ପହଞ୍ଚି ସାରିଥିବେ ବୋଧହୁଏ। ତେଣୁ ଭାଇକି ମୁଁ ଅନୁରୋଧ କରିବି, ଭାଇ ଆଗକୁ ତାଙ୍କର 42 ପାରାଗ୍ରାଫଟି ଯୋଉ ଆରମ୍ଭ କରିଥିଲେ, 42 ପାରାଗ୍ରାଫ ପେଜ ନମ୍ବର 1093 ଗୋଟିଏ ସେଣ୍ଟେନ୍ସ ସରିଯାଇଥିଲା। ତାପରଠୁ ସେ ତାଙ୍କର ଆରମ୍ଭ କରିବେ ଏବଂ ପୂର୍ବାପର ସମ୍ବନ୍ଧ ସହ ଆଲୋଚନା କରିବେ। ଭାଇ ଆପଣଙ୍କୁ ପ୍ରଣାମ ଏବଂ ସ୍ୱାଗତ। ଆପଣ ଆଲୋଚନା ରଖନ୍ତୁ। ନମସ୍କାର। ଆଜିର ଏଇ ସନ୍ଧ୍ୟା କାଳରେ ଆମେ ପ୍ରଭୁ ଶ୍ରୀ ଅରବିନ୍ଦଙ୍କ ପ୍ରଣୀତ ବିଶ୍ୱବିଖ୍ୟାତ ଗ୍ରନ୍ଥ ଦିବ୍ୟ ଜୀବନ ଅଧ୍ୟୟନ ବର୍ଗରେ ଉପସ୍ଥିତ ଥିବା ସମସ୍ତ ମାତୃ ସନ୍ତାନ ମାନଙ୍କ ହୃଦୟରୁ ଅନେକ ଶ୍ରଦ୍ଧା ଓ ଶୁଭେଚ୍ଛା ଜ୍ଞାପନ କରୁଛୁ। ଆଜିର କାର୍ଯ୍ୟକ୍ରମକୁ ନେତୃତ୍ୱ ଦେଉଛନ୍ତି ଆମ ସମସ୍ତଙ୍କର ସମ୍ମାନନୀୟ ପ୍ରାଧ୍ୟାପିକା ସ୍ୱର୍ଣ୍ଣଲତା ଆପା, ଏବଂ କାର୍ଯ୍ୟକ୍ରମରେ ଆଜି ସୁନ୍ଦର ଭାବରେ ନିଜର ଅଂଶ ଗ୍ରହଣ କରିଛନ୍ତି ବିଗତ ଦିନରେ ଆମେ ଯୋଉଠୁ ପଢିଥିଲେ ସେଇଠୁ ହିଁ ପଢିବାଟି ଆରମ୍ଭ କରିବା। ରହିଛି ଯେ this has taken the form of an attempt to find a simple and ready-made basis of unity, mutuality and harmony for the common life, to enforce it by a suppression of the competitive class of egos, and so to arrive at a life of identity for the community in place of a life of difference. तो ଯେତେବେଳେ ଏଇଭଳି ସମସ୍ୟା ଗୁଡ଼ିକ ଭିତରେ ଜୀବନ ଗତି କରିଛି, ମନୁଷ୍ୟ ଭିତରେ, ଏପରିକି ସାଧାରଣ ମନୁଷ୍ୟ ଭିତରେ ଗୋଟେ ପ୍ରାଣର ଆକାଂକ୍ଷା, ସହଜାତ ପ୍ରବୃତ୍ତି ଯେତେବେଳେ ଅନୁଭବ କରିଛି ଯେ ଆମ ଜୀବନ ଗୁଡ଼ିକ ଖୁବ ଯଥେଷ୍ଟ ନୁହେଁ, ସେତେବେଳେ ସେ ଗୋଟେ ମୂଲ୍ୟଗତ ଭୂମିରେ ରୂପାନ୍ତର ଘଟେଇଛି, ନୂତନ ମୂଲ୍ୟ ଗୁଡ଼ିକୁ ଆବିଷ୍କାର କରିଛି, ନିଜର ଜୀବନକୁ ଗୋଟେ ନୂତନ ଭିତ୍ତି ଉପରେ ସ୍ଥାପିତ କରିବାକୁ ଚେଷ୍ଟା କରିଛି।
जदि एमती हम ताले से चाहूँ आम जीवनटा गोटे एकता भितर आसंतानी दिस हैज टेकन द फॉर्म ऑफ एन अटेम्प्ट टू फाइंड ए सिंपल एंड रेडीमेड बेसिस गोटे सरल एवं रेडीमेड जोटा पूर्वर प्रस्तुत होकर रही सेमती गोटे आधार टे से खोजार चेष्टा कर रूप देवा चेष्टा कर यूनिटी म्यूचुअलिटी एंड हार्मोनी रो से विशिष्ट एकत्वर पारस्परिक निर्भरशीलतार पारस्परिकतार एवं संगतिर सौम्यर ससामंजस्यतार शब्दटी जहाँ तेणु सी खोजार गोटे आकार ग्रहण कला केमती कौन कर कौन पाई ना कॉमन लाइफ पाई साधारण सार्वजनीन जीवन टी किभली एकता उपर आसीपर आमे परस्पर को किभली निर्भर करिपरिबा एवं परस्पर किभली भाव में गोटे हार्मोनी भितर रही परिबा टू एनफोर्स इट बाय ए सप्रेशन ऑफ द कॉम्पिटिटिव क्लास ऑफ ईगोज तेणु to enforce it by a suppression of the competitive class of egos एठी कौन है ना आम जीवन गुड़िकर एकता कहीं दरकार पड़ुछि एठी अहंग आ अहंग भितर इगोज माने अहंग गुड़िक भितर गोटे कॉम्पिटिटिव क्लास रही संघर्ष कारण आम परिवार मानक कौन हो जानना मो कथा रो से कह मो कथा रो आउ जन कह मुझे कह ठीक से कह मुझे कह ठीक बड़ भाई कह मुझे कह ठीक सान भाई कह मुझे कह ठीक स्वामी कह मुझे कह ठीक स्त्री कह मुझे कह ठीक क्या कथाटा तेणु इगो आ इगो भितर इगोज मानक भितर गोटे कॉम्पिटिटिव क्लास प्रतिद्वंदितामूलक संघर्ष रही चाहूँ मनुष्य केमती सप्रेशन करदब दमन करदब जदि आम सप्रेशन कर संघर्ष गुड़ी को ताले एकत्व आसो भावुँ केमिति संघर्ष को दमन कर आईन द्वारा सरकार किसी आईन प्रणयन कर किसी जिनस को ठीक बोली कहते किसी जिनस को भूल बोली कहते so as to arrive at a life of identity for the community ये जो अहंकार गुड़िक द्वारा तैयारी होउथिबा प्रतिद्वंदितामूलक संघर्ष को दमन करदेले कौन हम ना गोटे आमे गोटे एराइव करवा पहुंचवा कोठी ना एटे लाइफ ऑफ आइडेंटिटी आमे पहुंचवा गोटे एकताबद्ध जीवन व्यवस्था उपरे गोटे कम्युनिटी रो जीवन भितर पहुंचवा अर्थात गोष्ठीगत जीवन गोटे समाज जीवन भूमि रे पहुंचवा इन प्लेस ऑफ लाइफ ऑफ डिफरेंस एठी अहं आ अहं भितर जतबेले संघर्ष हो जाउछि से डिफरेंस हो जाउछि अर्थात पार्थक्य हो जाउछि पारस्परिक विरोधिता देखा दउछि विभेद देखा दउछि आमे विभेद बोली कहबा तेणु गोटे विभेद स्थान रे गोटे कम्युनिटी लाइफ को आनिया पई तार गोटे आइडेंटिटी को आनिया पई परिचय दिया गोष्ठीगत जीवन एकताबद्ध जीवन से कामटी कहना चाहूँगी तेणु आईन कानून रही पुलिस रही न्याय व्यवस्था रही सरकार रही शासन रही प्रशासन रही धर्म भी रही बट टू रियलाइज दिस डिजायरेबल एंड्स मत लगुच समाज निर्माण करिवारे प्रथमे
ସଫଳ କାମ କରିଥିବ ଧର୍ମ। ପରିବାର ଅଛି କିନ୍ତୁ ସମାଜ ପରିବାର ଯଦି ଆଉ ଗୋଟେ ପରିବାର ସହିତ ଦେଖା ହୁଏ ବହୁତ ସଂଘର୍ଷ ହୁଏ। ତେଣୁ ସେମାନେ ବହୁ ପରିବାର ଏକତ୍ର ମିଶିକି ଗୋଟେ ଗୋଷ୍ଠୀଗତ ଜୀବନ କମ୍ୟୁନିଟି ଲାଇଫ ସେମାନେ ବଞ୍ଚି ପାରିବେନି। ଅନ୍ୟ କୌଣସି ପ୍ରାଣୀ ସେଟା ପାରିନାହିଁ, କାରଣ ସେମାନଙ୍କ ପାଖରେ ସେଇ ଯୋଉ ମନଟିଏ ଦରକାର, ଯୋଉ ଯାହାର ଏଗ୍ରିମେଣ୍ଟ ଫଳରେ ଆମେ ସମାଜଟି ତିଆରି କରିବା, କମ୍ୟୁନିଟିଟେ, ସେଇଟା ତାଙ୍କ ପାଖରେ ନାହିଁ। ସେମାନେ ଏକତା, ପାରସ୍ପରିକତା ଆଉ ସମଞ୍ଜସତାର ଯୋଉ ଭିତ୍ତିଟିକୁ ବା ଆଧାରଟିକୁ ଆଦୌ ବୁଝି ନାହାନ୍ତି, ଆଦୌ ବୁଝିପାରିବେନି। ମଣିଷ ଭିତରେ ଅହଂ ଆଉ ଅହଂ ଭିତରେ ପାର୍ଥକ୍ୟ ରହିଛି, ସଂଘର୍ଷ ରହିଛି। ଆମେ ସବୁ ଇଣ୍ଡିଭିଜୁଆଲି ସମାଜ ଠାରୁ ଭିନ୍ନ ହେଇଯାଇପାରୁ, କିନ୍ତୁ ସମାଜର ଜୀବନରେ ଆପଣ ସମସ୍ତଙ୍କୁ ଆସିବାକୁ ପଡିବ। ତେଣୁ ଏଠି ବହୁତ ପ୍ରକାର ବ୍ୟବସ୍ଥା ତିଆରି କରାଯାଇଛି ଯେମିତି ସମାଜଟି ଏକତ୍ରିତ ରହିପାରିବ। ଏଣ୍ଡ ଏଥିରେ କ'ଣ ହେଇଛି, এইଭଳି ଗୋଟେ ସମାଜ ବ୍ୟବସ୍ଥା ତିଆରି କରିବାକୁ ହେଲେ, ବଟ୍ ଟୁ ରିଅଲାଇଜ ଦିସ୍ ଡିଜାରେବଲ ଏଣ୍ଡସ୍, এইଭଳି ଆକାଂକ୍ଷିତ ଗୋଟିଏ ଫଳରେ ବା ଗୋଟେ ଉପସଂହାରରେ, ଆକାଂକ୍ଷିତ এইଭଳି ଗୋଟେ ଉପସଂହାରରେ ପହଞ୍ଚିବାକୁ ହେଲେ, the means adopted have been the forcible and successful materialization of the few restricted ideas and slogans. means କ'ଣ adopt କରାଗଲା, କ'ଣ ଉପାୟ ଅବଲମ୍ବନ କରାଗଲା? ଏହି ଉପାୟ ଅବଲମ୍ବନ କରାଗଲା ଯେ have been the forcible and successful materialization, ଅତି ଜୋର କରିକି possible ଲଦି ଦିଆଗଲା ଆଉ and successful materialization, ଜୋର କରିକି ଅନେକ ଆଇଡିଆ ଗୁଡ଼ିକୁ, ବିଚାର ଗୁଡ଼ିକୁ ଲଦି ଦିଆଗଲା ଯେ ଏଇଟା ତମକୁ ମାନିବାକୁ ପଡିବ, ଏଇଟା ଯେମିତି ହେଲେ ସମାଜ ଜୀବନ ଏଇଟା। and successful materialization of a few restricted ideas, କିଛି ଧାରଣାକୁ, କିଛି ସ୍ଲୋଗାନକୁ, କିଛି ବିଚାର, କିଛି ବୋଲି, ସ୍ଲୋଗାନକୁ ଆମେ ବୋଲି ବୋଲି କହିବା, ବୋଲ, ହିନ୍ଦୀରେ ବୋଲ, ବୋଲରୁ ବୋଲି, ମାନେ ସ୍ଲୋଗାନ ସବୁ ନେତା ମାନେ ଦିଅନ୍ତିନି ସବୁବେଳେ, ସବୁ ସମୟରେ, ସେ ଷ୍ଟାର୍ଟିଂ ଫ୍ରମ୍ ଦ ବିଗିନିଂ ଏଇ ସମାଜକୁ ଗୋଟେ ସ୍ଲୋଗାନ ଦିଆଯାଇଛି, କିଛି ଗୋଟେ ରେଷ୍ଟ୍ରିକ୍ଟେଡ ଆଇଡିଆସ ଦିଆଯାଇଛି, କିଛି ସୀମାବଦ୍ଧ ବିଚାର, ତାକୁ ସକ୍ସେସଫୁଲି ମେଟେରିଆଲାଇଜ କରାଯାଇଛି, ସଫଳତାର ସହିତ ତାକୁ ବାସ୍ତବ କରାଯାଇଛି। enthroned to the exclusion of all other thought, ତେଣୁ ଏଇ ସବୁ जो मेन से अडप्ट करागला, जो उपाय गुड़ी को अवलंबन करागला, ସେଥିରେ ଆମେ exclusion of all other thought, अनेक चिंता को ଆମେ अनेक विचार को बाद देई केतोटी विचार और केतोटी स्लोगान को एंथ्रोन कले, सिंहासन रे बसै देले। तापरे कोन हला, suppression of the mind of the individual, गोटे व्यक्तिर मन को अवदमित कर दिया गला। केमिति आपण से कथाटी बुझिबे, तर तो आपण घर पाखरे गोटे जमी अछि, आपण को लागुछ मु एटा नै गले मोटे बगीचा करिवि, एटा मोर हवा दरकार, किंतु से आईन कहूछ नै नै से तोर नै, सेटा आ जण कर, तेणु से मनटी कोन करिवो, चुप हे रहइबो। एक्चुअली समाज गठन रे प्रमुख भूमिका टी ग्रहण करछि मैरेज इंस्टीट्यूशन टा।
केवल राजा मानकर किसी छूट थिला नले प्रजा मानक पई आईन टी भारी बलवत्तर थिला व्यक्तिगत भाव रे जने यथेच्छाचार से दिगरे करि परिबनी सेति पई कथा रे कह जाउछि व्यक्तिगत इच्छा गुडी को सप्रेस कर दिया गला एवं अल्प किसी धारणा अल्प किसी स्लोगान को सिंहासन रे बसई दिया गला तापरे कौन पाई ना गोटे वांछित उद्देश्य सिद्धि गुडी को पाई से गुडी को जो गुडी को सिंहासन रे बसई दिया गला ताको सक्सेसफुली मटेरियलाइज करा गला सफल भाव रे वास्तव करा गला तापरे कौन करा गला ना ये मेकानाइज्ड कंप्रेशन ऑफ द एलिमेंट्स ऑफ लाइफ जीवन रो उपादान गुडी को यांत्रिक भाव रे कंप्रेस कर दिया गला ताको चापी दिया गला एटी व्यक्तिटा गुरुत्वपूर्ण नहीं एटी समाज रो नीति नियम सब गुरुत्वपूर्ण तेणु जितेबले जीवन रो उपादान गुडी को ऊपर यांत्रिक भाव रे ताको कंप्रेशन कर दिया गला a mechanized unity and drive of the life force आपण जीवन शक्ति रो गोटे यांत्रिक एकता आनिया पई आउ गोटे ड्राइव यांत्रिक गति भितर ताको सीमित करा गला ए क्वेश्चन ऑफ मैन बाय द स्टेट मनुष्य ऊपर राष्ट्रटी बड़ बलपूर्वक मनुष्य को दबेक रखे गोटे व्यक्तिर इच्छा टी सब कंप्रोमाइज हो आपण कहबे मु चली जाती टिके बुली आसती ढाका कि सिंगापुर कि अफगानिस्तान किंतु आपण को आईन कौन कह ना तू जापर तू हेलु भारतीय तेना ते जीवा कहले भिसा दरकार एटा सब कौन कह क्वेश्चन मु गोटे उदाहरण देली आपण 1000टा उदाहरण आसीपर आम जीवन को भी मारिछु मन को भी मारिछु विचार को भी मारिछु व्यक्तित्व को मारिछु तार जो स्वाधीनता टी को मारी दीछु राष्ट्र ता उपरे बलवान ही गछे आपण रास्ता को जानतो कि घरे थांतो राष्ट्र आपण उपरे हाबी ही गछे तार आईन गुडी को आपण उपरे लागू तेनो राष्ट्र कहले कोन राष्ट्रीयता कहले बस सामूहिकता कहले या द सब्स्टिट्यूशन ऑफ द कम्युनल फॉर द इंडिविजुअल ईगो आपणकर गोटे व्यक्तिगत ईगो थिला ताको कम्युनल ईगो कर दिया गला गोटे सामूहिक आमे भारतीय आमे आर्य आमे वेद जाति आमे विश्वगुरु हबु आमे सब महान से सब देशर नेता माने करती जो माने नेतृत्व दियंती मनुष्य भितर से गोटे कॉमन ईगो बा जदि गोटे जाको कह जीवो आपणक निज ईगो जगह गोटे सामूहिक ईगो को जदि लदी दिया जीवो आमे ओडिया ये गोटे ईगो आमे हिंदू एटा गोटे ईगो कम्युनिटी ईगो कलेक्टिव ईगो ये कलेक्टिव ईगो गुडिक बा कम्युनल ईगो गुडिक आपन को दरकार गोटे एकता पे एटा ए जो एकता हल्ला एटा अंडरस्टैंडिंग रो नय नॉलेज रो नय आपन ऊपर क्वेश्चन करा गला जे तमे समाज रो अंग तमे समाज रो बाहर जाई परिबनी जेमति आपन देखिथिवे ना ए ऑटो वाला का संघ अछि जणे यात्री हैसा गोटे ऑटो को कांटेक्ट करला जे तू जीवो कि वासंती कलोनी से कह दो हाँ किंतु संघ वाला से माड़ी आस तू कौन पड़ेल आहरी गाड़ी नंबर अच्छे से जी तू पलैबू व्यक्ति किसी भी करें कारण गोटे संघ रही गोटे कम्युनिटी रही गोटे समाज रही
सी चमकेब तू ये कर कारण यहाँ आईन रे ना यहाँ समूह जीवन को असुविधा पकेब तेणु तू से यू कैन जो समाज तैयारी आम सब जन्म हो सामाजिक चलला आराम से अभ्यस्त गले से आम जानी मनुष्य जन्म मात्रे आमको प्रभु कहते सोल ऑफ द नेशन ये जो सामूहिक अहंटा को आइडियालाइज करागला आदर्श तार रंग लगाला यहाँ हूँ आदर्श देश प्रेम आपण को राष्ट्रीयता को भल पाया पड़ो यहाँ आइडियोलॉजी तेणु आइडियोलॉजी आसला द कम्युनल ईगो इज आइडियलाइज्ड एज द सोल ऑफ द नेशन यहाँ गोटे समूहर जीवन समूहर आत्मा गोटे बृहत्तर आत्मा बा बृहत्तर जीवन बोली कहगला जेहेतु आमे जातिर आत्मा बोली ताको कहगला कोटा को कम्युनल ईगोटा सोल ऑफ द नेशन आम तक आजिकल अस्मिता कौन भारी राजनीतिक स्लोगान से ओडिशार अस्मिता भारतर अस्मिता गुजरात अस्मिता यदि समस्ते पाकिस्तान ले कौन अस्मितार कथा हो नथिबे ना अफगानिस्तान ले होना ना ईरान रे होना ना इस्राएल ले होना सबु देश रे ये अस्मितार कथा कह जाउछि तेणु यहाँ आइडियलाइज करागला एज द सोल ऑफ द नेशन द रेस ये जातिर आत्मा द कम्युनिटी राष्ट्रर आत्मा जातिर आत्मा एवं कम्युनिटीर मध्य आत्मा समूहर आत्मा कहगला क्या कम्युनल ईगो को समष्टिगत अहं को But this is a colossal and many turn out to be fatal error. किंतु आदर्श स्तर को नियागला सिना किंतु इटा गोटे कलोसाल अर्थात इटा गोटे प्रकांड विराट विराट कथाटे से असत किंतु मैं टर्न आउट टू बी मरणांतक भूल प्रमाणित भाई कहीं क्लियर होनी केमती भाई टिके क्लियर होनी केमती छिंडी छिंडी गला भलिया भॉइसटा सुबुची टिके मु बंद रखुची टिके समय जहाँ पढ़ुले कम्युनल ईगो को किभली भाव में राष्ट्र आत्मा भाव में गोटे जातिर आत्मा भाव में गोटे समूहर आत्मा भाव में आदर्श स्थानीय करा जायछि ताको गोटे प्रकांड कथा बोली कहा जायछि एवं शेषरे एटा गोटे फाटाल एरर रे परिणत हो जायछि
ସେମିତି ଫାଟାଲ ଏରର ବଡ ଉଦାହରଣ ହଉଛନ୍ତି ବିଶ୍ୱଯୁଦ୍ଧ ଗୁଡିକ। ଜର୍ମାନରେ ହିଟଲର ସେ ଜର୍ମାନ ଜାତିଟାକୁ ଏମିତି କମନାଲ ଇଗୋରେ ଭରିଦେଲା, ଶେଷରେ ଏରା ପାଗଳ ହେଇକି ମରିଯିବ ବାହାରିଗଲେ। ସାରା ପୃଥିବୀକୁ ଆପଣ ଭାବନ୍ତୁ ସେମାନେ କି ନିଷ୍ଠୁର ହେଇ ପଡିଥିଲେ। ଯଦି ୱାର୍ଲଡ ୱାର ର କାହାଣୀ ଗୁଡିକ ଆପଣ ପଢୁଥିବେ, ଗୋଟିଏ ଦିନରେ ଲକ୍ଷ ଲକ୍ଷ ଲୋକଙ୍କୁ ମାରିଦେବା ପାଇଁ ତାଙ୍କ ହୃଦୟ ବି କାମ କଲା। ଏତେ ଘୃଣା ଗୁଡିକ ଭରିଯାଏ। ପ୍ରକୃତରେ କମନାଲ ଇଗୋର ସେଇଟା ହଉଛି ବଡ ଦିଗ। ଏ ବିଷୟରେ ଆମେ ଅଧିକ ଆଲୋଚନା କରିପାରିବା, କିନ୍ତୁ ମୋ ଆଲୋଚନାକୁ ବେଶୀ ଆଗକୁ ନଉନି, କାରଣ ବର୍ତ୍ତମାନ ସମଗ୍ର ପୃଥିବୀର ସବୁ ଦେଶ ଗୁଡିକ ଏକ ପ୍ରକାର ପାଗଳ ଅବସ୍ଥାରେ ଅଛନ୍ତି। ସବୁଆଡେ ଗୋଟେ ଉଗ୍ର ଜାତୀୟତାବାଦ ମୁଣ୍ଡ ଟେକୁଛି। ସେଇଟା ରୁଷିଆ ହଉ କି ଆମେରିକା ହଉ କି ଚୀନ ହଉ କି ଭାରତ ହଉ, ଗୋଟେ ଭୟଙ୍କର ଭାବରେ କମନାଲ ଇଗୋଟି, ମୁଁ ହେଲି ଗୋଟେ ସବୁଠାରୁ ବଡ ଜାତି, ମୁଁ ସମସ୍ତଙ୍କୁ ଆଗକୁ ପଳେଇଯିବି, ମୁଁ କାହାକୁ ବାଟ ଛାଡିବିନି, ମୁଁ କାହାକୁ ସହଯୋଗ କରିବିନି, ମୁଁ ସମସ୍ତଙ୍କୁ ଚମକେଇକି ରଖିବି, ମୁଁ ସମସ୍ତଙ୍କୁ ଧମକେଇକି ରଖିବି, ମୋର ପାଦ ତଳେ ସମସ୍ତେ ରହିବେ, ମତେ ସମସ୍ତେ ଖାତିର କରିବେ, ମତେ ସମସ୍ତେ ପଚାରିବେ। ଆଉ ବାକି ଲୋକମାନେ ବି ସେଥିରେ ବେଶୀ ମାତି ଯାଉଛନ୍ତି। କାରଣ କାହିଁକି ପ୍ରଭୁ ଏକଥା ଗୋଟେ ଶବ୍ଦ ଗୁଡା କହିଲେ ସେଟା ଫାଟାଲ ହେଇଯିବ ବୋଲି, ମରଣାନ୍ତକ ହେଇଯିବ, ତାର କାରଣ ହଉଛି ଯେ ସତରେ ଏଟା ମରଣାନ୍ତକ ହେଇଯାଏ। ଯେତେବେଳେ ଉଗ୍ର ଜାତୀୟତାବାଦ ଗ୍ରୋ କରେ, ସେଟା ତାର ଗୋଟେ ବେସିସ୍ ଅଛି। ସେ ଗୋଟିଏ ଜାତି ଆଉ ଗୋଟେ ଜାତି ବିରୁଦ୍ଧରେ ଖୁବ୍ ମାତିଯିବ। ସେଟା ସବୁ ମେନଲି ସେଟା ସବୁ ଏଥନିକାଲ ଧର୍ମଗତ ସଂଘର୍ଷ ଗୁଡିକ, ରାଷ୍ଟ୍ରୀୟ ସଂଘର୍ଷ ଅପେକ୍ଷା ବେଶୀ ସେଗୁଡା ସବୁ ଧର୍ମଗତ ସଂଘର୍ଷ। ଇସ୍ରାଏଲ ସହିତ ମୁସଲମାନ ଦେଶ ମାନଙ୍କର ପଡୁନି। ଏଠି କଣ ହଉଛି, ଇସ୍ରାଏଲ ଏବେ ବି ଇହୁଦୀ ରାଷ୍ଟ୍ର, ମୁସଲମାନ ମାନେ ହେଲେ ଆଉ ଗୋଟେ ଧର୍ମ। ସେ ଯୋଉ ଇସଲାମ ଧର୍ମ ଦଳେ ଲୋକ ଅଛନ୍ତି, ସେମାନେ ଦେଖୁଛନ୍ତି ଏଇ ଛୋଟିଆ ଦେଶଟା ଇଏ ଆମ ପାଖରେ କାହିଁକି ରହିବ, ଏଇଟା ଗୋଟେ ଅଲଗା ଧର୍ମର, ତେଣୁ ସେମାନେ ତାକୁ ଶୋଉନାହାନ୍ତି। ଏ ଯୋଉ ଇଣ୍ଟଲରେନ୍ସ ଗୁଡିକ ଗୋଟେ ସାମୟିକ ଇଗୋ ଭିତରୁ ବେଶୀ ତିଆରି ହଉଛି, ଏବଂ ସେଇଟା ମଣିଷକୁ ଧ୍ୱଂସ ଆଡକୁ ନଉଛି, ଯୁଦ୍ଧ ଆଡକୁ ନଉଛି। ମାନେ ଜୀବନଟା କେତେ ବଡ କଥା, କେତେ ବଡ କଥା। ମୁଁ ଆପଣଙ୍କୁ କେବେ କେବେ କହୁଛି, ଗୋଟେ ଚାଉଳର ଦାନା ଗଢିବାକୁ ମାଙ୍କୁ 1ରେ 20ଟା ଶୂନ ଅଣୁ ପରମାଣୁକୁ ଆଟମକୁ ଯୋଡିବାକୁ ପଡୁଛି। 1ରେ 20ଟା ଶୂନ, ଭାବନ୍ତୁ କେତିକି ଅଣୁ ସେ କେତେବେଳେ ଖଞ୍ଜିଲେ ଗୋଟେ ଚାଉଳ ଦାନା ତିଆରି କରାଗଲା। ଏ ସଂସାରଟା କେତେ ସଜାଡୁଛନ୍ତି। ଆଉ ଏଇ ଅହଙ୍କାରୀ ଲୋକମାନେ ତାଙ୍କ ନିଜର ବଡତି ବନେଇବା ପାଇଁ ଇତିହାସ ସେମାନେ ତିଆରି କରିଛନ୍ତି, ଇତିହାସରେ ନାଁ ରଖିବା ପାଇଁ, ନିଜକୁ ବଡ କରିବା ପାଇଁ ବାକି ଲୋକମାନଙ୍କୁ ବଳି ପକେଇ ଦଉଛନ୍ତି। ହଉ ନିର୍ବିଚାରରେ ସବୁ ଲୋକ ତା ଦେହରେ ପଡୁଛନ୍ତି। ନିଆଁ ମାନେ ଯେମିତି ପତଙ୍ଗ, ନିଆଁ ଭିତରକୁ ପତଙ୍ଗ ଗୁଡିକ ଡେଅନ୍ତି, ଉଗ୍ର ଜାତୀୟତାବାଦ ଭିତରକୁ ସମସ୍ତେ ନେଉଛନ୍ତି। ଅତି ତଥାକଥିତ ବିଶ୍ୱବିଦ୍ୟାଳୟରେ ପାଠ ପଢିଥିବା ଅତି ବିଦ୍ୱାନ ମାନେ ସେ କାମଟା ବେଶୀ କରୁଛନ୍ତି। ମାନେ ସେ ଅହଙ୍କାରଟା ଏତେ ଭଲ ଲାଗେ, ଏଇଟା ହିଁ ତାର ପ୍ରମାଣ। ଯେତେବେଳେ ମୋ ବ୍ୟକ୍ତିଗତ ଭାବରେ ମୋ ପାଖରେ ଅହଙ୍କାର କରିବାକୁ କିଛି ନାହିଁ, ସେଠି ଗୋଟେ ରାଷ୍ଟ୍ରୀୟ ଅହଂ ଗଢିବି, ଆଉ ତାକୁ ଗୋଟେ ଆଦର୍ଶ ବୋଲି କହିବି, ତାକୁ ଗୋଟେ ଆତ୍ମା ବୋଲି କହିବି। ଆପଣ କହିବେ ଭାଇ ତାହେଲେ ଏଇଟା କଣ ଭଲ ନୁହେଁ? ମୁଁ କିଛି କହିବି ନାହିଁ, ଆପଣ ନିଜେ ବୁଝିବାକୁ ଚେଷ୍ଟା କରନ୍ତୁ। ପ୍ରଭୁ ତ ସବୁ କଥା ଲେଖିଲେ, ଆମେ ଜ୍ଞାନୀ ମଣିଷ, ଆମକୁ ପ୍ରଭୁ ଜ୍ଞାନର ପଥରେ ନଉଛନ୍ତି, ତେଣୁ ଆମେ ବୁଝିପାରିବା। ସମାଜ ଟିକେ ଗଢିବା ପାଇଁ ଆମେ ଯୋଉ ପ୍ରକାର ଟେକ୍ନିକ ସବୁ ୟୁଜ କରିଛନ୍ତି, ଯୋଉ ପ୍ରକାର ମିନ୍ସ ଆଡପ୍ଟ କରିଛନ୍ତି, ସେଇ କଥା ଗୁଡିକ ପ୍ରଭୁ ବର୍ଣ୍ଣନା କରୁଛନ୍ତି। ଏଇ ମିନ୍ସଟା କେତେ ଦୂର ଆମକୁ ଦରକାର ଅଛି ବା ନାହିଁ, ବା କେତେ ଦୂର ପର୍ଯ୍ୟନ୍ତ ଦରକାର, ଆମେ ସେତେବେଳେ ସମାଜ ଗଢିବା ପାଇଁ ପ୍ରାଥମିକ ଅବସ୍ଥାରେ ଏଟା ଦରକାର ଥିଲା, ଠିକ ଅଛି। କିନ୍ତୁ କଣ ଏଇଟାକୁ ନେଇକି ସବୁ ଜୀବନ ଚାଲିଥିବ? ସବୁଦିନେ ଏଇପରି କଥା ଗୁଡିକ ଜୋର ଜବରଦସ୍ତି ଆମେ ନିଜ ଜୀବନଟାକୁ ଏମିତି ଗଢୁଥିବା? ତାପରେ କଣ କରାଗଲା? ପ୍ରକାଣ୍ଡ
ପ୍ରଶ୍ନ ତ ନିଶ୍ଚୟ ସେଟା, କିନ୍ତୁ ସେ ପ୍ରକାଣ୍ଡତାଟା ଆପଣଙ୍କୁ ବେଳେ ବେଳେ ବଡ ବଡ ଗଛ, ବଡ ବଡ ଟାୱାର, ବଡ ବଡ ଗଛ ଗୁଡାକ ଝଡରେ ଯେମିତି ଗଡି ପଡେନି, ଘାସ ଗଛରେ କିଛି ହବନି କାରଣ ସେ ବିନମ୍ର। ଆଉ କଲସାଲ ଯୋଉଟା ସେଟା ପ୍ରକାଣ୍ଡ ବିରାଟ, ସେ ଝଡରେ ପଡିଯିବ। ତାପରେ ଏଇଟା ଗୋଟେ କଣ କରାଯାଇଛି ନା, forced and imposed unanimity of mind, life, action raised to their higher attention under the drive of something which is thought to be greater, the collective soul, the collective life is the formula found. ଏଇ ସବୁ କଥା ଗୁଡିକ ପଢିଲେ ଲୋକେ ଶ୍ରୀ ଅରବିନ୍ଦଙ୍କୁ ମାନେ କାର୍ଲମାର୍କ୍ସଙ୍କ ଥିଓରିର ସମର୍ଥକ ବୋଲି କହୁଥିଲେ। ପ୍ରକୃତରେ କାର୍ଲମାର୍କ୍ସ ଏଇ ସବୁ କଥା ଗୁଡିକ କହିଛନ୍ତି। ଆଉ ସେ ସମସ୍ତେ ଆଶ୍ଚର୍ଯ୍ୟ ହଉଥିଲେ, ଇଏ ଜଣେ ସ୍ପିରିଚୁଆଲିଷ୍ଟ, ଇଏ କାହିଁକି ଅହଂ ବିରୁଦ୍ଧରେ, ବିଶେଷ କରି ରାଷ୍ଟ୍ରୀୟ ଅହଂ ଗୁଡିକ ବିରୁଦ୍ଧରେ, ସାମୟିକ ଅହଂ ଗୁଡିକ ବିରୁଦ୍ଧରେ ସେ କିପରି ଏତେ ବଡ ବଡ କଥା ଗୁଡିକ କହିପାରିଛନ୍ତି। ସେ କହୁଛନ୍ତି ଏଠି ୟୁନାନିମିଟି ଅଫ୍ ମାଇଣ୍ଡ, ଆପଣଙ୍କ ମନ ଗୁଡିକୁ ସବୁ ଏକ କରାଗଲା। ମାନେ କେମିତି ଏକ କରାଗଲା ନା, ଆପଣ ଗୋଟେ କଥା କହୁଥିଲେ, ମୁଁ ଗୋଟେ କଥା କହୁଥିଲି, ସେ ଆଉ ଗୋଟେ କଥା କହୁଥିଲା, ସମସ୍ତଙ୍କୁ ଗୋଟିଏ ଆଦର୍ଶ ଶିଖେଇବା ପାଇଁ କୁହାଗଲା, ଦେଖ ତମର ଯାହା ସବୁ ମନ ମେଳ ନାହିଁ, ଅମେଳ ଅଛି, ତେଣୁ ସବୁ ଗୋଟେ କରିଦିଅ। ତମେ ଆଉ ଓଡିଶା, ବଙ୍ଗଳା, ଶିଖ କି ଦିଲ୍ଲୀ ଏମିତି ଭାଗ ହୁଅ ନାହିଁ, ତମେ ଗୋଟିଏ ବଡ ଆଦର୍ଶ ପଛରେ ଛିଡା ହୁଅ। ବେଳେ ବେଳେ ସେଟା ଜୋର କରିକି କରାଗଲା, ଫୋର୍ସଡ, ଆଉ କେବେ କେବେ ଇମ୍ପୋଜ୍ଡ, ସେଟା ଆପଣଙ୍କ ଉପରେ ଲଦି ଦିଆଗଲା। ଜୋର କରାଗଲା ଆଉ ଲଦି ଦିଆଗଲା। କଣ ନା, ୟୁନାନିଟି ଅଫ୍ ମାଇଣ୍ଡ, ଲାଇଫ ଆଣ୍ଡ ଆକ୍ସନ। ମନକୁ ବି ଏକତ୍ୱ ଭିତରକୁ ନିଆଗଲା, ପ୍ରାଣଟାକୁ ବି ଏକତ୍ୱ ଭିତରକୁ ନିଆଗଲା, କର୍ମ ଗୁଡିକୁ ମଧ୍ୟ ଏକତ୍ୱ ଭିତରକୁ ନିଆଗଲା। ଆଉ ଶେଷରେ ଯେତେବେଳେ ନିଆଗଲା, ତାକୁ ଆଣିକି ପହଞ୍ଚେଇ ଦେଲେ କୋଉଠି ନା, ଟୁ ଦେୟାର ହାଇଏଷ୍ଟ ଟେନସନ ଅନ୍ ଦ ଡ୍ରାଇଭ ଅଫ ସମଥିଙ୍ଗ which is thought to be greater, ଗୋଟେ ହାଇଏଷ୍ଟ ଟେନସନରେ ପହଞ୍ଚେଇ ଦେଲେ। ଟେନସନ ମାନେ କଣ, ଯୋଉଠି ସଂଘର୍ଷ ରହିଛି, ଯୋଉଠି ମାନେ ମାନସିକ ଚାପ ଗୁଡିକ ରହିଛି, ଗୋଟେ ମାନସିକ ଚାପର ଗୋଟେ ଉଚ୍ଚତମ ଶିଖରରେ ଆଣିକି ପହଞ୍ଚେଇ ଦେଲେ। ଆଉ ତାଙ୍କୁ ଆପଣଙ୍କୁ ବୁଝେଇ ଦିଆଗଲା which is thought to be greater, ଆପଣଙ୍କୁ କୁହାଗଲା ଯେ ଏଇଟା ହଉଛି ଗ୍ରେଟର, ଏଇଟା ଦରକାର। the collective soul, କାରଣ ଏଇଟା ହଉଛି ସାମୂହିକ ଆତ୍ମା। the collective life, ଏଇଟା ହଉଛି ସାମୂହିକ ଜୀବନ। ଆଉ ଏଇ ବାଟରେ ସେ ସୂତ୍ରଟିକୁ ସେମାନେ ଖୋଜିଲେ, is the formula found। ଯଦି ସାମୂହିକ ଜୀବନ ନାଁରେ ବ୍ୟକ୍ତିତ୍ୱଟାକୁ ଆପଣଙ୍କୁ ଛାଡିବାକୁ ପଡିବ, ତାହେଲେ ଆପଣ ସେ କାମଟି କରିବାକୁ ପଡିବ। ଆଉ ୟାର ଇତିହାସ ବଡ ସୁଦୀର୍ଘ, ବଡ ଲୋକେ ବେଶୀ ହେଇଯାଇଛନ୍ତି। ସମାଜ ଠାରୁ ଟିକେ ଯଦି ବାହାରିବାକୁ ପଡିଛି କେବେ କାହାକୁ, ସେ ଯେ କି କଷ୍ଟ ପାଇଛି ସେ କଥାଟି ଆମେ ଅନେକ ଅନେକ ବ୍ୟକ୍ତିଗତ ଅନୁଭବରୁ ଜାଣିଛୁ, ଆଉ ଅନେକ ସାହିତ୍ୟରୁ ଜାଣିଛୁ, ଅନେକ ଅନୁଭବରୁ ବି ଜାଣିଛୁ। ଯଦି ପ୍ରଥମ ଚରିତ୍ର ନିଆଯିବ, ଗୋଟେ ମହାଭାରତର ଏକଲବ୍ୟ, ସେ ତ ଗୋଟେ ଅଛବ ଘରେ ଜନ୍ମ ହେଇଥିଲା, ତଳ ଜାତିରେ, ତଥାକଥିତ ତଳ ଉପରୁ କେହି ନାହାନ୍ତି, ସେଟା ସବୁ ମନ ଗଢା କଥା। ଯେତେବେଳେ ସେ ଗୋଟେ ବୀର ଧନୁର୍ଦ୍ଧର, ଜନ୍ମରୁ ଧନୁର୍ଦ୍ଧର, ସେତେବେଳେ ଯାଇକି ଦ୍ରୋଣକୁ କହୁଛି ମୁଁ ଆଜ୍ଞା ଟିକେ ପଢନ୍ତି। ଦ୍ରୋଣ ରାଜ ପରିବାରର କୁମାର ମାନଙ୍କୁ ପଢଉଥିଲେ, ସେଠି ଏତେ ବେଶୀ ପଇସା ଥିବ, ବେଶୀ ଖାତିର ଥିବ, ବେଶୀ ରେକଗ୍ନିସନ ଥିବ, ବା ରାଜା ମାନେ ତାଙ୍କ ସହିତ ସେଇ ସର୍ତ୍ତ କରିଥିବେ, ଆମ ଛୁଆ ମାନଙ୍କୁ କେବଳ ପଢେଇବ।
ତ ସାଧାରଣ ଘର ଛୁଆଟା ସେ କହୁଛି ମୁଁ ପଢିବି, ତାକୁ କହୁଛ ନାଇଁ ନାଇଁ ତୁ ପଢିପାରିବୁନି, ତୁ ତୋର ସେ ଜାତି ନୁହେଁ, ତୁ ସେ କ୍ଷତ୍ରିୟ ନୁହେଁ। ଆଚ୍ଛା, ସେ ବିଚରା ଯାଇକି ଗୋଟେ ମୂର୍ତ୍ତି ରଖିକି ଦ୍ରୋଣଙ୍କର ଶିଖିଲା ନିଜେ। ଯେତେବେଳେ ସେ ଅସମ୍ଭବରୁ ଅସମ୍ଭବ ଧନୁର୍ଦ୍ଧର କାମ କଲା, ସେତେବେଳେ ତାକୁ ଗୁରୁ ଦକ୍ଷିଣା ସ୍ୱରୂପ ଦ୍ରୋଣ ତାର ଆଙ୍ଗୁଳି ମାଗିଥିଲେ, ବୁଢା ଆଙ୍ଗୁଳି। କାରଣ ସମାଜରେ ରହିଛି ଯେ ଯୋଉମାନେ ଉଚ୍ଚତର ଜାତିର ନୁହନ୍ତି ସେମାନେ ସେ କାମ କରିପାରିବେ। ଭାରତ ବର୍ଷରେ ଜଣେ ଅତି 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 ବିଦ୍ୱାନ ଲୋକ ଜନ୍ମ ହେଇଥିଲେ, ସେ ହଉଛନ୍ତି ଆମ୍ବେଦକର। ତାଙ୍କୁ ମାନେ ଗୋଟେ ବିସ୍ମୟ କୁହାଯିବ। ସେ ଗୋଟେ ତଳ ଜାତିରେ ଜନ୍ମ ହେଇଥିଲେ ବୋଲି ଲୋକେ ତାଙ୍କୁ ଶୋଷ ଲାଗିଲା, ଥରେ ଛୋଟ ହେଇଥିଲେ, ଅତି ଛୋଟ ହେଇଥିଲେ, ସେ ଆଉ ତାଙ୍କ ଭାଇ ଯାଉଥିଲେ ରାସ୍ତାରେ, ସେମାନେ ଗୋଟେ କୂଅରେ ପାଣି ପିଇଦେଲେ। ତ ସେ କୂଅଟା ଉଚ୍ଚ ଜାତିର ଲୋକମାନେ ବ୍ୟବହାର କରନ୍ତି। ସେମାନେ କହିଲେ ଆରେ ଇଏ କଣ, ଇଏ ଗୋଟେ ତ ତଳ ଘରର ଛୁଆ, ତଳ ଜାତିର ପିଲା, କଣ କୂଅକୁ ମାରା କରିଦେଲା। ତେଣୁ ଛୋଟ ଛୁଆଙ୍କୁ ତ ମାରିକି ପଇସା ପତ୍ର ନେଇ ହବନି, ତେଣୁ ଖାଲିଟାରେ ତାଙ୍କୁ ବାନ୍ଧିକି ପିଟିଲେ। ଯେତେବେଳେ ସଂସ୍କୃତ ପଢିବାକୁ ଯେ ଚାହିଁଲେ ସେ ପଢିପାରିଲେନି। ସମାଜର ନିୟମ ହଉଛି ସମାଜ ପଢିପାରିବନି। ଗୋଟେ ସମାଜ ଏବେ ତାଲିବାନ ମାନଙ୍କର ଚାଲିଛି ଯୋଉ ଲୀଳା, କଣ କରୁଛନ୍ତି, ଝିଅ ମାନେ ସ୍କୁଲ ଯିବେନି, ଯଦି ସେ ଝିଅ ସ୍କୁଲରେ ପାଠ ପଢୁଥିବ ସେଠି ଗୁଳି ମାରି ଦଉଛନ୍ତି। ଅଦ୍ଭୁତ ମାନସିକତା ସବୁ, ମାନେ ଯାହାକୁ କୁହାଯାଉଛି ଟେନସନର ଗୋଟେ ଉଚ୍ଚତମ ଶିଖରରେ ସେମାନେ ଆସିକି ପହଞ୍ଚିଛନ୍ତି। ଗୋଟେ ଏଇ ସାମୂହିକ ଜୀବନର ଆତ୍ମା ସ୍ୱୀକାର କରିବାକୁ ଯାଇକି ସେମାନେ କହୁଛନ୍ତି ଏଟା ଗ୍ରେଟର, ଦି କଲେକ୍ଟିଭ ସୋଲ, ଦି କଲେକ୍ଟିଭ ଲାଇଫ, ଏଇଭଳି ଗୋଟେ ଫର୍ମୁଲା ସେମାନେ ବାହାର କରିଛନ୍ତି। But this obscure collective being is not the soul of self of the community. ମଣିଷ ତ ବୁଝି ନାହିଁ ନା ଏ କଥାଟା, ତାପରେ ଜୋର କରି ସିନା ଲଦି ଦିଆଗଲା। ତେଣୁ ଏଇଭଳି ଗୋଟେ ଅବସ୍କ୍ୟୁର, ଅସ୍ପଷ୍ଟ ସମଷ୍ଟି ସତ୍ତା କେବେ ବି ସୋଲ ଅର ସେଲ୍ଫ ଅଫ ଦି କମ୍ୟୁନିଟି ହୋଇପାରିବ ନାହିଁ। ସାମୂହିକ ଜୀବନର ଆତ୍ମା ବୋଲି ହେଇପାରିବ ନାହିଁ। ଏଇଟା କଣ ତାହେଲେ ନା, ଇଟ୍ ଇଜ ଏ ଲାଇଫ ଫୋର୍ସ ଦ୍ୟାଟ୍ ରାଇଜେସ୍ ଫ୍ରମ ଦି ସବକନସିଏଣ୍ଟ। କାରଣ ମଣିଷର ବଡ ହବା ଗୋଟେ ଇଚ୍ଛା ଅଛି ନା, ତା ପ୍ରାଣଭୂମିରେ ଗୋଟେ ଅବଚେତନା ରହିଛି, ସେ ଅବଚେତନାଟାକୁ ଏମାନେ ଜାଗୃତ କରିଦଉଛନ୍ତି। ତୁ ହେଲୁ ଆର୍ଯ୍ୟ, ତୁ ହେଲୁ ସିଂହ ଜାତି, ତୁ ହେଲୁ ସମସ୍ତଙ୍କ ଠାରୁ ସୁପରିୟର, ତୁ ହେଲୁ ବିଶ୍ୱଗୁରୁ। ପ୍ରଭୁ ଶ୍ରୀ ଅରବିନ୍ଦ ବିଶ୍ୱଗୁରୁ କହିଛନ୍ତି, ଅନିବାର୍ଯ୍ୟ ଭାବେ କହିଛନ୍ତି, ଏଥିରେ ବିରକ୍ତି ନାହିଁ। କିନ୍ତୁ କଣ ପାଇଁ କହିଛନ୍ତି, ମାନେ ମିଲିଟାରିଲି ପାୱାରଫୁଲ ହେଇକି କହିଛନ୍ତି ନା ବ୍ରହ୍ମ ତେଜରେ ବି ଆପଣ ଆଗକୁ ଯିବେ? ଭାରତ ବର୍ଷର ଯୋଉ ମୂଳ କଥାଟି ସେ କହୁଥିଲେ ସ୍ପିରିଚୁଆଲିଟି, ଅଧ୍ୟାତ୍ମ ବିଜ୍ଞାନକୁ ନେଇ ଭାରତ ବିଶ୍ୱଗୁରୁ ହବ। କୌଣସି ଅର୍ଥନୈତିକ ଉତ୍ଥାନ ନୁହେଁ, ଅର୍ଥନୈତିକ ଉତ୍ଥାନ ଯେ ଦରକାର ନୁହେଁ ତା ବି ନୁହେଁ, ଆଦୌ କନଫ୍ୟୁଜନ ନାହିଁ ସେଥିରେ। କିନ୍ତୁ ବୀରତ୍ୱ ଦେଖେଇକି ନୁହେଁ, ଅହଙ୍କାର ପ୍ରଦର୍ଶନ କରିକି ନୁହେଁ। ଏଇ ଅହଙ୍କାରଟି ଗୋଟେ ଅସ୍ପଷ୍ଟତା, ଅଜ୍ଞାନ ଛନ୍ନତା, ଅବସ୍କ୍ୟୁର। ଏଇଟା ଗୋଟେ ପ୍ରାଣ ଶକ୍ତି ଯେ ଅବଚେତନ ଭିତରୁ ଉଠି ଆସୁଛି ଏବଂ ଯୋଉଠି ଉଠି ଆସୁଛି, ଇଫ୍ ଡିନାଇଡ୍ ଦି ଲାଇଟ୍ ଅଫ୍ ଗାଇଡେନ୍ସ ବାଇ ଦ ରିଜନ, ବୁଦ୍ଧି ଦ୍ୱାରା ମାର୍ଗଦର୍ଶନର ଆଲୋକଟି ସେ ଯଦି ପାଉନାହିଁ, ଡିନାଇ କରିଦିଆଯାଉଛି ତାକୁ, ବୁଦ୍ଧି ନାହିଁ। ମାନେ ଗୋଟେ କଥା ନାଇଁ, ଆପଣ ଜଣେ ଦାର୍ଶନିକ ଗଲା ସୈନିକ ହକ୍, ସକାଳୁ ଉଠିକି ତାକୁ କହିଲେ ତୁ ଲେଫ୍ଟ ରାଇଟ୍ କର, ମୁଁ ଲେଫ୍ଟ କାହିଁ କରିବି, ରାଇଟ୍ କାହିଁ କରିବି, ମତେ କୁହ ନା। ସେ କହିଲା ଆରେ କେହି ତ ଏ ପ୍ରଶ୍ନ ପଚାରନ୍ତିନି, ତୁ ଗୋଟେ କାହିଁ ପଚାରୁଛୁ? ଆମେ କହିଲୁ ଲେଫ୍ଟ କରିବୁ, ତତେ ରାଇଟ୍ କୁହାଗଲା ରାଇଟ୍ କରିବୁ, ଆଉ ସେ ଲେଫ୍ଟ ରାଇଟ୍ କାହିଁକି ହଉଛି? ଏମିତି ହେଇପାରିବ, ତତେ ଗୁଳି ମାରିଦବୁ। କହିଲା ନାଇଁ, ଏମିତି ମୁଁ ନ ବୁଝିଲେ କେବେ ଲେଫ୍ଟ ରାଇଟ୍ କରିବି, ତମ ଇଚ୍ଛାରେ ନା। ତମେ କହିବ ଗୁଳି ମାରିଦିଅ, ମାରିଦେବି, ତମେ କହିବ ମାରନା ବନ୍ଦ କରିଦେ, ମୁଁ କଣ ମଣିଷ ତ ନୁହେଁ କି? ତମ କଥାରେ ମୁଁ ଏଟା କିଛି କରିପାରିବିନି। ସେଠୁ ସେମାନେ ରାଗିଗଲେ, ରାଗିକି କହିଲେ ୟା ଦ୍ୱାରା କିଛି ହବନି, ତୁ ଗଲୁ।
ସେଠି ରୋଷେଇ ଶାଳରେ ବସିକି ତମ କାମ କରିବୁ ଯା, ସେଟା ବି ତ ଆର୍ମିର କାମ। ରୋଷେଇ ଶାଳକୁ ଗଲା, ଯେ ରୋଷେଇ ଶାଳରେ ହେଡ୍ କୁକ୍ ଥିଲେ ସେ ତାକୁ କହିଲେ ଠିକ ଅଛି ତମେ ଆସିଲ, ଗୋଟେ ବିନ୍ ଗୁଡା ସବୁ ଅଛି ତାକୁ ବଡ ବିନ୍ ସାନ ବିନ୍ ସବୁ ଅଲଗା କରିଦିଅ। ଦିଟା ତାକୁ କଣ୍ଟେନର ଦେଲା, ସିଏ ତାର ଘଣ୍ଟେ ପରେ ବସିଛି, ଦାର୍ଶନିକ ନା। ସେ କଣ କରୁଛ? କହିଲେ ନାଇଁ କିଛି କରିନି। କହିଲେ କଣ ପାଇଁ? ତମେ ତ କହିଲ ସାନ ଗୁଡା ଅଲଗା କରିବି ଆଉ ବଡ ଗୁଡା ଅଲଗା କରିବି, ତ ମଝିଆ ଟାକୁ କଣ କରିବି? ସେ ସାନ ନୁହେଁ କି ବଡ ନୁହେଁ, ତୁ ତ କହିନ। ସେଥିରେ ତାକୁ କହିଲେ ତତେ ଗୁଳି ମାରିଦେବୁ ନହେଲେ ତୁ ପଳା। ସେ ପଳେଇଲା। କଥାଟି ସେଇଭଳି, ଯାହା ଆପଣଙ୍କୁ ରାଷ୍ଟ୍ର କହୁଛି ସେଇ କଥାଟାକୁ ମାନି ନବା, ତାକୁ ଗୋଟେ ବଡ କଥା ବୋଲି ଆମକୁ ଶିଖେଇ ଦିଆଯାଇଛି। କାରଣ ଆମେ ଗୋଟେ ବୁଦ୍ଧିର ଆଲୋକ ଦ୍ୱାରା ସେଥିରେ ପ୍ରଭାବିତ ହଉନା। ଏଇଟା କାହା ଦ୍ୱାରା ଡ୍ରିଭେନ୍ ହଉଛି ନା, କ୍ୟାନ୍ ବି ଡ୍ରିଭେନ୍ ଓନ୍ଲି ବାଇ ଡାର୍କ ମାସିଭ୍ ଫୋର୍ସେସ୍। ଡାର୍କ ମାସିଭ୍ ଫୋର୍ସେସ୍ ୟାକୁ ଦେଖିବେ, ଯୋଉମାନେ ସବୁ ରାଜନୈତିକ ବଡ କାର୍ଯ୍ୟ ଆମେରିକାରେ ବି ହଉଛି, ଭାରତରେ ହଉଛି, ବାଂଲାଦେଶରେ ହଉଛି, ସବୁଆଡେ କୋଟି କୋଟି ଲୋକ ଗୋଟେ ନେତା ଆସିଲେ ତା ପଛରେ ପାଗଳ ଭଳିଆ ହଉଛନ୍ତି। କଣ ତାର କିଛି ହଉଛି? ତାଙ୍କର କିଛି ହଉନାହିଁ, ମିଛଟାରେ ଗୋଟେ କଲେକ୍ଟିଭ ଇଗୋ ଭିତରେ ଅଛନ୍ତି। ଆମ ପାର୍ଟି ଜିତିବ, ଜିତିବରେ ଜିତିବ, ଆମ ପାର୍ଟି ଜିତିବ। ତ ସେଇଥିପାଇଁ ସେ ଅଲମୋଷ୍ଟ ଗୋଟେ କ୍ରେଜ ଅବସ୍ଥାରେ ଥାନ୍ତି। କାରଣ ମୋଟେ ମାଙ୍କ କଥା ମନେ ପଡିବନି, କି ଜ୍ଞାନର କଥା ମନେ ପଡିବନି, ଉପନିଷଦର କଥା ମନେ ପଡିବନି, ତାଙ୍କୁ ବ୍ରହ୍ମ ତେଜ କି ଆଧ୍ୟାତ୍ମିକ ବିଜ୍ଞାନ କିଛି ତାଙ୍କ ମନରେ ନାହିଁ। ସେମାନେ ତା ଦେହରୁ ମୁକ୍ତ ହେଇକି ଅଛନ୍ତି। ତାଙ୍କ ନେତା ଯାହା କହୁଛି ସେ ସେଇଥିପାଇଁ ପାଗଳ ହେଇକି ରହିବେ। କାହିଁକି ନା ସେମାନେ ସବୁ ଅନ୍ଧକାରଚ୍ଛନ୍ନ ଆସୁରୀ ଶକ୍ତି, dark massive forces which are powerful but dangerous for the race। ସେମାନେ ବହୁତ ଭୟଙ୍କର ବିପଜ୍ଜନକ ବ୍ୟକ୍ତି, because they are alien to the conscient evolution, conscious evolution of which man is a trustee and bearer। ଏଠି ଯେହେତୁ ବୁଦ୍ଧିଗତ ବିଚାର ନାହିଁ, ବିବେକର ଆଲୋକ ନାହିଁ, ସେଠି କେବଳ ଅନ୍ଧକାରଚ୍ଛନ୍ନ ଆସୁରୀ ଶକ୍ତି ରହିଛି। ଏ ଆସୁରୀ ଶକ୍ତି ଗୁଡିକ ଯେତେ ପରାକ୍ରମଶାଳୀ ହେଲେ ମଧ୍ୟ ସମୂହ ଜୀବନ ପାଇଁ ଏମାନେ ବିପଜ୍ଜନକ। କାରଣ because they are alien to the conscious evolution। conscious evolution କଣ? ଗୋଟେ ଚେତନାଶୀଳ ବିବର୍ତ୍ତନର ସେମାନେ ହେଲେ ଏଲିୟନ। ସେମାନେ ତା ସହିତ ପରିଚିତ, ଅପରିଚିତ ନୁହନ୍ତି। ଏଇ ଯୋଉ ନେତାଙ୍କ ପଛରେ ଯୋଉଟା ତିଲିକ ମାରି ବୁଲୁନାହାନ୍ତି ପତାକା ଧରି, ବଡ ବଡ ହୋ ହୋ ହଉଛନ୍ତି, ପ୍ରବଳ ମଦ ପିଇଥାନ୍ତି, ବହୁତ ପଇସା ନେଇଥାନ୍ତି ସେମାନେ। ତାଙ୍କୁ ଡାକି ଆଣିବେ, କହିବେ ଚାଲନ୍ତୁ ଆମେ ଟିକେ ବସିକି ମାଙ୍କ କଥା ହବା, ବିବର୍ତ୍ତନ କେମିତି ମଣିଷର ଚେତନାର ହଉଛି, ମଣିଷ କେମିତି ଦିବ୍ୟ ଜୀବନଟେ ବଞ୍ଚିବ, ଭଲ ଜୀବନଟେ ବଞ୍ଚିବ, ଗୋଟେ ପୂର୍ଣ୍ଣ ଭାବରେ ସଫଳ ଜୀବନଟେ ବଞ୍ଚିବ। ସେ କିଏ ନାହିଁ, ତୁ ଯାହା ଗଲୁ, ଯିବୁ କି ତତେ ବାଡେଇବି, ଆଉ ସେ ତ ଖରାପ ଭାଷାରେ ଗାଳିଦେବେ, ପରୀକ୍ଷା କରି ଦେଖିବେ ଯୋଉଟା କହୁଛି ସେଟା ଠିକ କି ଭୁଲ। ସେମାନେ ଏଲିଏନ ଟୁ ଦ କନସିୟସ୍ ଇଭଲ୍ୟୁସନ, ସଚେତନ ବିବର୍ତ୍ତନର ସେମାନେ ଏଲିଏନ, ବିରୋଧୀ, ମାନେ ଅପରିଚିତ। ଏଲିଏନ ମାନେ ତ ସେନା ଯେ ଆଦୌ ଅଜଣା। ବାହାରୁ ଯୋଉମାନେ ଆସୁଛନ୍ତି ଅନ୍ୟ ଗ୍ରହରୁ, ଆମେ ତାକୁ ଏଲିଏନ କହୁଛୁ। ସେଇଭଳି ତାଙ୍କୁ ଲାଗିବ ଏଇଟା କୁଆଡେ କଣ କହୁଛନ୍ତି, ଏଇଟା ଆମ ନେତା କହିଛନ୍ତି ଏଟାକୁ ଭଲ କରିଦେବେ, ଆଉ ଇଏ ଆସିକି କହୁଛି ମା ଆସିକି ଭଲ କରିଦେବେ। ନନସେନ୍ସ, ଯିବୁ କି ପଳେଇ ପିଟିବୁ ଏବେ। ତେଣୁ ସେମାନେ of which man is the trustee and bearer, ଏଇ ବାଟରେ ମଣିଷ ଗୋଟେ ବାହକ ହେଇକି ଚାଲିଛି, ଆଉ ମଣିଷ ଗୋଟେ ନ୍ୟାସୀ। ଆମେ ଟ୍ରଷ୍ଟିଟାକୁ ଓଡିଆରେ କହୁଛୁ ନ୍ୟାସୀ। ଟ୍ରଷ୍ଟ ମାନେ ନ୍ୟାସ। ୟାରି ନ୍ୟାସୀ ଆଉ ୟାରି ବାହକ ହେଇକି ରହିଛି। ଚେତନାଶୀଳ ବିବର୍ତ୍ତନର ଆମେ ହଉଛୁ ବାହକ, ଚେତନାଶୀଳ ବିବର୍ତ୍ତନର ଆମେ ହଉଛୁ ନ୍ୟାସୀ, ଆମେ ଟ୍ରଷ୍ଟି। କିନ୍ତୁ ଆମେ ସେ କାମଟା କରୁନୁ। ଆମେ ଯାଇ କହୁଛୁ ଅମକେ ନେତାକୁ, ଅମକେ ପାର୍ଟିକୁ ଭୋଟ ଦେଇଦେଲେ ଆମର ସବୁ ହେଇଯିବ।
बस हूँ प्रभु कौन कही शब्द गुड़िक तो एटा तो आमे तो ये बही रे जोड़ी देना ये गुड़िक चिरंतन सत्य होगी रही आगे कई मिटे पारे आम मानक संपर्क आम व्यवस्था गुड़िक संपर्क ये हूँ प्रभुंकर राय को नहीं आमे केते आगो को जीवा केते पछ को जीवा से कथा आम ऊपर निर्भर करे और गोटे धाड़ी रही सारी दे परिवा it is not in this direction that evolutionary nature has pointed mankind. This is a reversion towards something that she should have left behind her. ତେଣୁ ବିବର୍ତ୍ତନଗତ ପ୍ରକୃତିରେ ମଣିଷକୁ ଏଭଳି ପଥରେ ଗତି କରିବା ପାଇଁ ନିର୍ଦ୍ଦେଶନା ଦିଆଯାଇନି ପ୍ରଭୁ ସେଇଥିପାଇଁ ରାଜନୀତି ଛାଡ଼ିକି ପଳେଇ ଆଇଲେ ଆପଣ ଜାଣନ୍ତି ସୁରଟ କଂଗ୍ରେସରେ ଯେତେବେଳେ ଗଣ୍ଡଗୋଳ ହେଲା ଯେତେବେଳେ ମାରପିଟ ହେଲେ ସନ୍ଧ୍ୟାରେ ଗୋଟେ କାଠ ଚେୟାର ଉପରେ ଶ୍ରୀ ଅରବିନ୍ଦ ଅନ୍ଧାରରେ ବସିଥିଲେ ଅନ୍ଧାରରେ କେହି ଜଣେ ଲଣ୍ଠନ ଟେ ଆଣି ରଖିଲା ଶ୍ରୀ ଅରବିନ୍ଦ କହିଲେ ଏଟାକୁ ନେଇଯାଅ ମୁଁ ଅନ୍ଧାରରେ ବସିକି ଭାରତର ଭବିଷ୍ୟତ କଥା ଭାବିବି ତାପରେ ସେ ଭାବିଦେଲେ ଏଇ ରାଜନୀତି ଦ୍ୱାରା କିଛି ହବନି ସେଟା ଖାଲି ଏଇଭଳି କଥା ଗୁଡିକ ହବ ପ୍ରକୃତି ନିଜ ପଛରେ ଯାହାକୁ ଛାଡି ଆସିଛି ଆମେ ତାରି ଆଡକୁ ଯିବା ପାଇଁ ଚେଷ୍ଟା କରୁଛୁ this is a reversion towards something that she had left behind her ପ୍ରକୃତି ପଛରେ ଛାଡି ଆସିଛି କଣ ଛାଡି ଆସିଛି ଅହଙ୍କାର ଅନ୍ଧକାର ଅଜ୍ଞାନତା ପ୍ରକୃତି ଛାଡି ଯିବାକୁ ଚାହୁଁଛି ପ୍ରକୃତି ଆଲୋକିତ ହେବାକୁ ଚାହୁଁଛି କିନ୍ତୁ ଏ ମଣିଷ ତାକୁ ବାଟ ଛାଡୁଛି ତେଣୁ ଆଜି ଆମେରିକା ଠାରୁ ଆରମ୍ଭ କରି ଇଂଲଣ୍ଡ ପର୍ଯ୍ୟନ୍ତ ବା ଆଫଗାନିସ୍ତାନରୁ ଆରମ୍ଭ କରି ଆଣ୍ଟାର୍କଟିକା ପର୍ଯ୍ୟନ୍ତ ଯୋଉ ବିରାଟ ରାଜନୈତିକ ଶକ୍ତି ଗୁଡିକ ରହିଛନ୍ତି ସେମାନେ ଯେ ଅନ୍ଧକାରର ସେମାନେ ପରାକ୍ରମଶାଳୀ ଆଞ୍ଚରିକ ଶକ୍ତି ଏ ବିଷୟରେ ମତେ କହିବାରେ କିଛି ଦ୍ୱିରୁକ୍ତି ନାହିଁ ଆପଣ ତ କେମିତି ଗ୍ରହଣ କରିବେ ମୁଁ ଜାଣିନି ଇଏ ହେଲା ପ୍ରଭୁଙ୍କର ବିଚାର ସେଥିରେ ସନ୍ଥ ମହାତ୍ମା କେବେ ମିଳସନ୍ତି ନାହିଁ କେବେ କେବେ ବୋଲି କେବେ ନଥାନ୍ତି ସମସ୍ତଙ୍କୁ ଅନେକ ଅନେକ ଶୁଭେଚ୍ଛା ବନ୍ଦେ ମାତରମ୍